এই সময় মোর তাଙ୍କ ସହିତ ଦେଖା ହେଲା ଏବଂ ସିଏ ମୋତେ ଖୋଜି ଖୋଜି ମୋ ପାଖରେ ପହଞ୍ଚିଥିଲେ। ମୁଁ ତାଙ୍କୁ ଜାଣିନଥିଲି କାହିଁକି ନା ମୁଁ କଳାକାରଙ୍କୁ ଏତେ ଚିହ୍ନି ପାରୁନଥିଲି ସେତେବେଳେ। ଚଳଚ୍ଚିତ୍ରରେ ଯେଉଁମାନେ ଅଭିନୟ କରନ୍ତି ଯାତ୍ରା କଳାକାରଙ୍କୁ କିଛି ମାତ୍ରାରେ ଚିହ୍ନେ। ଯେତେବେଳେ ମୁଁ କଳାକାରଙ୍କର ସୁବିଧା ଅସୁବିଧାରେ ଯେତେବେଳେ ସଂଘର୍ଷ କଲି ସେହି ସମୟରେ କିଛି କଳାକାରଙ୍କୁ ଜାଣିଲି। ନହେଲେ ମୁଁ ମୋ କର୍ମ କରେ ଏବଂ ଘର ଦେଖେ। ଯେମିତି ଆମର ଓଡ଼ିଆମାନଙ୍କର ଅଛି ପଖାଳ ଖାଇବା ଶୋଇଯିବା, ସେମିତି ମୋ ରାତିରେ ଯାତ୍ରା କରିବି ଏବଂ ସକାଳୁ ଶୋଇବି ଏବଂ ଛୁଆମାନଙ୍କ କଥା ବୁଝିବି। କିନ୍ତୁ ଯେତେବେଳେ ଜାଣିଲି ଅନେକ ସମସ୍ୟା ରହିଛି, ସେ ସମସ୍ୟାର ସମାଧାନ ଆମରି ଭଳି କେହି ଜଣେ ସାମ୍ନାକୁ ଆସିବା ଦରକାର। ତେଣୁ ସେଇଥିବେଳେ ଚକ୍ରା ଭାଇଙ୍କର ଦେଖା ଏବଂ ତାଙ୍କ ମଧ୍ୟରୁ ଗୋଟେ ଟିପ୍ସ ମୋତେ ମିଳିଥିଲା। ବାପି, ତମ ନାଁ ମୁଁ ବହୁତ ଶୁଣିଛି, ତମେ ବହୁତ ଆଗକୁ ଆସି ସାରିଲାଣି, ମୁଁ ତମ ସହିତ ଦେଖାଇନି, କିନ୍ତୁ ମୋର ଯେ ଗୁରୁଙ୍କ ନାଁ ସିଏ ନେଇଥିଲେ କାହିଁକିନା ସେ ଏଫ୍ ଏମ୍ କଲେଜ ଷ୍ଟୁଡେଣ୍ଟ ଥିଲେ। ମୋ ଘରଟା ସେ ଏଫ୍ ଏମ୍ କଲେଜ ପାଖରେ। ସେଠି ଯିଏ ହେଡ୍ କ୍ଲର୍କ ଥିଲେ ସିଏ ହେଉଛନ୍ତି ସ୍ୱର୍ଗତ ପରମାନନ୍ଦ ସାହୁ, ମୋ ଗୁରୁଦେବ। ମୋତେ ସେ ଡ୍ରାମା ଚାଲିବା ଶିଖେଇଛନ୍ତି ଏବଂ ଆକ୍ଚୁଆଲି ଡ୍ରାମା କ'ଣ, ଥିଏଟର କ'ଣ, କଳା କ'ଣ, ମୁଁ ଏଇମାନଙ୍କ ପାଖରୁ ଶିଖିଛି। ମଞ୍ଚ ଉପରେ ରହି ରଙ୍ଗବଳି ଚରିତ୍ର ମଧ୍ୟରେ ଅଭିନୟ କରିବାଟା ଯେଉଁମାନେ ବାହାରେ ଦର୍ଶକ ହିସାବରେ ଯେତେବେଳେ ବସୁଥିଲି ମୁଁ କହିଲି ଏଇଟା ମୁଁ ତ ଘୁଷି କହିଦେବି, କିନ୍ତୁ ଯେତେବେଳେ ଘୁଷିକି ଆସେ ସେତେବେଳେ ମୋର ଖାଲି ଖାଲି ଫଟଫଟ 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 ଖାଲି ଗୋଡ଼ ହାତ ଥରେ ଆଉ ବାରମ୍ବାର ସତରେ ସୁସୁ ଲାଗେ। କିନ୍ତୁ ସେତେବେଳେ ମୁଁ ଚିନ୍ତା କରୁଥିଲି ଯେତେବେଳେ ବାହାରେ ବସିଥିଲି ମୁଁ କହିଲି ହଏ ଏଇଟା କ'ଣ ଗୋଟେ ଏଇଟା ମୁଁ କରିଦେବିନି କି, କିନ୍ତୁ ଏଇଠି ଆସିଲା ପରେ ଜଣା ପଡ଼ିଯାଏ କ'ଣ। ଆଉ ଯେତେବେଳେ ଏଇ ଗାନ୍ଧର୍ବ୍ୟ କଳା ଆପଣମାନଙ୍କର ଆଶୀର୍ବାଦ ନ ରହିଲେ ଆପଣମାନେ ହେଉଛନ୍ତି ମୋ ଦର୍ଶକ ଦର୍ଶିକା, ଆପଣମାନେ ସାକ୍ଷାତ ଈଶ୍ୱର ସମାନ। ତେଣୁ ଚକ୍ରା ଭାଇଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କୁ ମୋର ସତେବିଟି ଅଶ୍ରୁର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଆପଣମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ। ବର୍ତ୍ତମାନ ସମୟ ଘନେଇ ଆସିଛି। ଏଇ ଯେଉଁ ପିଲାମାନେ ଯେଉଁ ଆଜି ଯେଉଁ ଆକ୍ଚୁଆଲି ନାଟକ ଯେତେବେଳେ ହୁଏ ନାୟିକା ଯଦି ପାଖରେ ରୁହେ ଆଉ ଖଳନାୟକ ପାଖରେ ରହିଲେ ଏଇଟା ଡାଇଲଗ କହିବା ପାଇଁ ଭଲ ଲାଗେ। ତଥାପି ଯେତେବେଳେ ଅର୍ଦ୍ଧାଙ୍ଗିନୀ କଥା ଆସିଲା କହୁଛି, ଏ ଦୁନିଆରେ ତିନିଟା ଜିନିଷକୁ କେହି କେବେ ଲିଭେଇ ପାରିବେନି ରାହୁଲ। ସତ୍ୟ, ଦୁଇ, ନ୍ୟାୟ, ତିନି ସିଦ୍ଧା। ଏବେ ଯୋଉ କଳା ରଙ୍ଗ ନାହିଁ କଳା ନାୟକର, ପ୍ରକୃତରେ ମୁଁ କିଏ, କ'ଣ ମୋ ପରିଚୟ, କୋଉ ପରିଚୟରେ ମୁଁ ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ଏମିତି ଅତିକ୍ରମ କରି ଚାଲିଛି। ପ୍ରକୃତରେ ମୁଁ କ'ଣ ଜଣେ ମଣିଷ? ଯଦି ମଣିଷ ତାହେଲେ ମଣିଷ ମାନେ କ'ଣ ଏମିତି ବଞ୍ଚି ନଥିଲେ? ଜନ୍ମ ପରେ ମୃତ୍ୟୁ ଯଦି ସୁନିଶ୍ଚିତ ତାହେଲେ ଏମିତି ବଞ୍ଚି ନେବାର କି ମୂଲ୍ୟ ରହିଛି? ଛୋଟ ଥିଲି, କଥା ବୁଝି ପାରୁନଥିଲି, ହେଲେ ଏବେ ତ ବୁଝିବାର ବୟସ ହେଲାଣି। ବୁଝି ସାରିବା ପରେ ବି ବିରୋଧ କିମ୍ବା ପ୍ରତିବାଦ କରିବାର ଶକ୍ତି ମୋ ଦେହ ମନଟି ସୃଷ୍ଟି ହଉନି କାହିଁକି? ମୋହନ ମୋହନରେ ଭଜନ କଳା ମୋହନ ମୋର ସୃଷ୍ଟି ଏକ କଳଙ୍କିତ ଅଧ୍ୟାୟ। ତା ସତ କି ମିଛ ମୁଁ ତ ଏକଥା ଜାଣେନି। ମୁଁ କେବଳ ଏତିକି ଜାଣିଛି କଳଙ୍କର କଳା ପାଣିରେ ମୋ ବୁଡ଼ ପକେଇ ସାରିଛି। ପୂର୍ବ ଜନ୍ମର ଅଭିଶାପ କଳଙ୍କର କଳା ରଙ୍ଗ ମୋ ମୁହଁରେ ମାରିଛି। ମୋ ଧର୍ମ କଳା, ବର୍ଣ୍ଣ କଳା, ବ୍ରତ କଳା, କଳା କଳାରେ ପରିପୂର୍ଣ୍ଣ ଏ ଜୀବନ। କଳଙ୍କ ଥାଉ କି ନଥାଉ ଏହି ପରିବାର ପାଇଁ ମୁଁ ସାଜିଛି କଳା ମୋହନ। ଦିନର ଛୁଆଟାକୁ 2 ସେକେଣ୍ଡରେ ତଳେ କଚାଡ଼ି ମାରି ଦେଇ ପାରିଲା। ତତେ ମାରିବା ପାଇଁ ମତେ କେତେ ସମୟ ଲାଗିବ? ଯେତେବେଳେ ସତରେ ସତରେ ମୋତେ ବହୁତ କାନ୍ଦ ମାଡ଼େ ଯେ ମୁଁ ଏତେ ବଡ଼ ବଦମାସଟା। ସେଇ ସଞ୍ଜୟ ଧର୍ମରାୟ ଯେତେବେଳେ ଦେଖୁଛି ସତରେ
ଗଲା ପୋକ କୁହ ତମେ ଏତେ ମିଠା ରୂପ ନେଇ କଳୁଟା ରଚିଲ କିଆ ଏହା ତ ପାରେ ନାଛ ସତରେ କେତେ 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 ଗଲା ଫଳ ତମ ବଗିଚାରେ এই গলা ফল তুমি কোন তবে তবে সেই না তুমি এটি ତମ ପକ୍ଷରୁ କାହିଁ ଆସିଛି ଏଇ ଗୋଲାପ ଯେତେବେଳେ ତାକୁ ପବନ ନେଇ ପାଚେରୀ ସେପଟେ ପହଞ୍ଚେଇ ଦେଇଥିଲା ସେଇ ଗୋଲାପର ପାଖୁଟା ମତେ ହାତ ଠାରି ଡାକିଲା କିନ୍ତୁ ଗୋଲାପ ଜାଗାରେ ତମେ ଶେଷରେ ଏଇଠି ଦେଖ ଯେତେ ଶୀଘ୍ର ପାରୁଛ ତମେ ଏ ଜାଗା ଛାଡ଼ି ଚାଲିଯାଅ ଯିବି ତାକି ଯିବି ଜାଗା ଛାଡ଼ି ପଳେଇ ଯିବି କିନ୍ତୁ ତମକୁ ଛାଡ଼ି କେବେ ବି ଯିବିନି ମୁଁ କାହିଁକି ସବୁଠିରେ ଭାଗ ଅଛି ମା ତମ ଦେହରୁ ତମ ମନରୁ ତମ ନିଶ୍ୱାସରୁ ତମ ବିଶ୍ୱାସରୁ ତମ ପାରୁଥିବା ସେଠାରୁ ତମ ରୋଷେଇ ଠାରୁ ତମ ଖାଇବା ଠାରୁ ସବୁଥିରେ ଭାଗ ଅଛି ମା ତମକୁ ତାକୁ କେବେ ବି କୁଆଡ଼େ ଯିବେ ଆଉ ଯଦି ଠିକ ସେଇ ସମୟରେ ମୃତ୍ୟୁ ଆସି ମୋ ପାଖରେ ପହଞ୍ଚିଯାଏ ତାହେଲେ ମୁଁ କହିବି ମୃତ୍ୟୁ ତମେ ଫେରି ଯାଅ କାଲିକି ଆସିବ ପ୍ରେମିକା ସାଥେ ମୋ ଦି ଘଡ଼ି ଗପିବାର ଅଛି ମୃତ୍ୟୁ ତମେ ଫେରି ଯାଅ କାଲିକି ଆସିବ ରାତି ଅନିଦ୍ରା ରହି ରହି ସ୍ମୃତିର କୋଣାର୍କ ମୋର କୋଢ଼ିବାର ଅଛି ମୃତ୍ୟୁ ତମେ ଫେରି ଯାଅ ମୃତ୍ୟୁ ତମେ ଫେରି ଯାଅ କାଲିକି ଆସିବ ମଞ୍ଚ ଉପରେ ରହି ମୋର ଦର୍ଶକ ଦର୍ଶିକାଙ୍କ ମନ ମୋହିବାର ଅଛି। Thank you.